ଅଧ୍ୟାପକ ଗୌରହରି ମହାନ୍ତିଙ୍କର କବିତା ସୁଯୋଗ। ସୁଯୋଗ ଏମିତି ମୁଣ୍ଡ ଟେକେ କଟାଗଣ୍ଡିର ଚେରରୁ, ଭଙ୍ଗା ଶାଖାର କଞ୍ଚା ପ୍ରାଣରୁ, ଛିଣ୍ଡା ଲଟାର ଗଣ୍ଠିରୁ। ସୁଯୋଗ ଏମିତି ଆସେ କାକର ପ୍ରାପ୍ତ ସୂଚନାରୁ, ଭୋକିଲା କୁକୁରର ବୁଲାରୁ, ମାଙ୍କଡ଼ର ଗଛ ଚଢ଼ାରୁ। ସୁଯୋଗ ଏମିତି ଆସେ ବୁଢ଼ା ବୟସର ପ୍ରଭାତ ଚାଲିରୁ, ବାଛୁର ହମ୍ବା ଡାକରୁ, କାମବାଲିର ଫୁଲ ତୋଳାରୁ, ଟାଙ୍କି ସଫା ଗାଡ଼ିର ପାଇପ୍ ଖଞ୍ଜାରୁ। ସୁଯୋଗ ଏମିତି ଆସେ ପଚା ପରିବା ଦରଣ୍ଡାରୁ, ବାସି ଫିଙ୍ଗା କୁଣ୍ଡରୁ, ଛିଣ୍ଡା ପଣତ ସିଆଁରୁ। ସୁଯୋଗ ଏମିତି ଆସେ ଲକ୍ଷ୍ୟ ପୂରଣ ଇଚ୍ଛାରୁ, ଏକାଗ୍ର ମନୋନିବେଶ ଉଦ୍ୟମରୁ, ଭାବଚେତନାର ନିବୃତ ଅଧ୍ୟାୟରୁ। ସୁଯୋଗ ଏମିତି ଆସେ ଭାଇର ରାକ୍ଷୀ ପାଉଣାରୁ, ସ୍ତ୍ରୀର ମଥା ଓଢ଼ଣୀରୁ, ମା'ର ପଣତ କାନିରୁ। ସୁଯୋଗ ଏମିତି ଆସେ କେତେବେଳେ ଯେ ଆଶା ବାନ୍ଧିବାରେ, ଖୋଜିବାରେ, ଆପଣେଇ ନେବାରେ। ସୁଯୋଗ ଏମିତି ଆସେ ଭାଷଣର ମାୟା କଥାରେ, ପ୍ରତିକୂଳକୁ ସାମ୍ନା କରିବାରେ, ଉଚ୍ଚାରଟନା ଅଣଦେଖା ମନରେ। ସୁଯୋଗ ଏମିତି ଆସେ ବୃଦ୍ଧାଶ୍ରମରେ ହସି ହସି ଟଳି ପଡ଼ିବାରେ, ନେତା ଭାଷଣ ମଝିରୁ ସ୍ୱର୍ଗଧାମ ଗାଡ଼ିରେ, ଚାଲୁ ଚାଲୁ ଝୁଣ୍ଟି ପଡ଼ିବାରେ। ସୁଯୋଗ ଏମିତି କଡ଼ ଲେଉଟାଏ ବିନା ସଂକୋଚରେ, ବିନା ସଂକେତରେ, ବିନା ଘଟଣାରେ, ବିନା ସୂଚନାରେ। ସୁଯୋଗ ଏମିତି ଆସେ ବିଳମ୍ବିତ ମେଘରେ, ଧୈର୍ଯ୍ୟ ପରୀକ୍ଷାର ଶେଷ ପର୍ବରେ, ସୁଯୋଗର ଦ୍ୱିତୀୟ ଅବତାରରେ। ସୁଯୋଗ ସୁଯୋଗ।